ଆଜି ଜାନୁଆରୀ 16 ତାରିଖର ଓଡ଼ିଶାର 10ଟି ମୁଖ୍ୟ ଖବର ନେଇ ଆସିଛି ଆପଣଙ୍କ ପାଇଁ। ଆଜିର ଏହି ଖବରଗୁଡ଼ିକ ଆମ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି। ପ୍ରଥମେ କହିବା ଅଙ୍ଗନବାଡ଼ି କର୍ମୀଙ୍କ ବେତନ ବୃଦ୍ଧି ବିଷୟରେ। ଉପମୁଖ୍ୟମନ୍ତ୍ରୀ ପ୍ରଭାବତୀ ପରିଡ଼ା କେନ୍ଦ୍ର ସରକାରଙ୍କ ନିକଟରେ ଅଙ୍ଗନବାଡ଼ି କର୍ମୀଙ୍କ ବେତନ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି। ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିରରେ ସେ ଏହି ଦାବି ଉଠାଇଛନ୍ତି। ରାଜ୍ୟର 1,40,000 ଅଙ୍ଗନବାଡ଼ି କର୍ମୀ ଏହାର ଲାଭ ପାଇବେ। ସେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ ସୁବିଧା ମଧ୍ୟ ମାଗିଛନ୍ତି। ଦ୍ୱିତୀୟ ଖବର ହେଉଛି ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ। ଓଡ଼ିଶା ଆଗାମୀ ଆର୍ଥିକ ବର୍ଷ 2025-26ରୁ ନ୍ୟାସନାଲ ଏଜୁକେସନ ପଲିସି ଲାଗୁ କରିବାକୁ ଯାଉଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଏହା ଡିଜିଟାଲ ଶିକ୍ଷା, ବୃତ୍ତିମୂଳକ ତାଲିମ ଏବଂ ସ୍ଥାନୀୟ ଭାଷା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦେବ। ତୃତୀୟ ଖବର ହେଉଛି ଖଣ୍ଡଗିରିର ବୈକୁଣ୍ଠ ଧାମ ଆଶ୍ରମ ଭାଙ୍ଗିବା ନାହିଁ। ଓଡ଼ିଶା ହାଇକୋର୍ଟ ଏହି ଆଶ୍ରମ ଭାଙ୍ଗିବା ପାଇଁ ରାସ୍ତା ସଫା କରିଦେଇଛି। ଏକ ନାବାଳକକୁ କଳ୍କି ଅବତାର ବୋଲି ଦର୍ଶାଇବା ନେଇ ବିବାଦ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବିଡିଏ ଜାନୁଆରୀ 17 ତାରିଖ 2ଟା ପର୍ଯ୍ୟନ୍ତ ଖାଲି କରିବାର ନୋଟିସ ଦେଇଛି। ଚତୁର୍ଥ ଖବର ହେଲା ଭଦ୍ରକରେ ଘଟିଥିବା ହତ୍ୟାକାଣ୍ଡ ନେଇ। ଜୋରଗଡ଼ି ଗାଁରେ ସତ୍ୟସୁନ୍ଦର ନାୟକ ନାମକ ଜଣେ ବ୍ୟକ୍ତି ମୃତ ଅବସ୍ଥାରେ ମିଳିଛନ୍ତି। ଘରୋଇ ବିବାଦ ପରେ ତାଙ୍କ ପତ୍ନୀ ଓ ପୁଅ ନିଖୋଜ ହୋଇଯାଇଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପଞ୍ଚମ ଖବର, କଟକରେ ଘଟିଥିବା ନିର୍ମମ ହତ୍ୟାକାଣ୍ଡ। ଗୋବିନ୍ଦପୁର ଗାଁର ସୁମନ୍ତ ସାହୁ ନାମକ ଜଣେ ଯୁବକକୁ 11 ଜଣ ଆକ୍ରମଣକାରୀ ମେଳାରୁ ଫେରିବା ସମୟରେ ମାଡ଼ ମାରି କରି ହତ୍ୟା କରିଛନ୍ତି। ପୁଲିସ 6 ଜଣଙ୍କୁ ଗିରଫ କରିଛି ଏବଂ ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ରୋଷର ସୃଷ୍ଟି କରିଛି। ଷଷ୍ଠ ଖବର, ଆଗ ବିଭାଗର ଚେତାବନୀ ନେଇ। ଓଡ଼ିଶାରେ ଘନ କୁହୁଡ଼ି ଦେଖାଦେଇଛି ଏବଂ ଜାନୁଆରୀ 17 ତାରିଖ ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନେକ ଜିଲ୍ଲାକୁ ସତର୍କ କରିଛି। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ସପ୍ତମ ଖବର, ଭୁବନେଶ୍ୱରର ନୂଆ ଡିଜିଟାଲ ସେବା ନେଇ। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ହ୍ୱାଟ୍ସଆପ୍ ଚାଟବୋଟ୍ ଆରମ୍ଭ କରିବାକୁ ଯାଉଛି। ଇଣ୍ଡୁସ୍ଇଣ୍ଡ ବ୍ୟାଙ୍କ ଓ ପେ ଲୋକାଲ ଫିନ୍ଟେକ୍ ସହ ମିଶି ଏହି ସେବା ଆରମ୍ଭ ହେବ। ନାଗରିକ ସେବା ଓ ଅଭିଯୋଗ ନିଷ୍ପତ୍ତି ପାଇଁ ଏହା ବ୍ୟବହାର ହେବ। ଅଷ୍ଟମ ଖବର, ବ୍ରଜରାଜନଗର ପୌରସଭାର ରାଜନୈତିକ ଉତ୍ତେଜନା ନେଇ। ଚେୟାରପର୍ସନ ଯଜ୍ଞଶ୍ରୀ ଓରାମଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ ହୋଇଛି। ବିଜେଡି ସଦସ୍ୟମାନେ ଦୀପାଳି ଦାସ ଓ ବିଶାଲ ଦାସଙ୍କ ସମର୍ଥନରେ ଏହି ପ୍ରସ୍ତାବ ଆଣିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଫଳାଫଳ ଫେବୃଆରୀ 5 ତାରିଖରେ ଘୋଷଣା ହେବ। ନବମ ଖବର, ସୁନ୍ଦରଗଡ଼ରେ ଗୋଷ୍ଠୀଗତ ସଂଘର୍ଷ ନେଇ। ସହରରେ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି, ଯେଉଁଥିରେ 4 ଜଣ ପୁଲିସ କର୍ମଚାରୀ ସମେତ 12 ଜଣ ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ 24 ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଦଶମ ଖବର କ୍ରୀଡ଼ା ଜଗତରୁ ଆସିଛି। ଭୁବନେଶ୍ୱରରେ ଜାନୁଆରୀ 17 ତାରିଖରୁ 2026 ମହିଳା ନ୍ୟାସନାଲ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫର ଦି ବ୍ଲାଇଣ୍ଡ ଆରମ୍ଭ ହେବ। ଏହା ଦୃଷ୍ଟିହୀନ ମହିଳା କ୍ରିକେଟରଙ୍କ ପାଇଁ ଏକ ବିଶେଷ ସୁଯୋଗ ହେବ। ଆଜିର ଏହି 10ଟି ଖବର ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନର ଚିତ୍ର ଦେଇଥାଏ। ଅଙ୍ଗନବାଡ଼ି କର୍ମୀଙ୍କ ବେତନ ବୃଦ୍ଧିରୁ ଆରମ୍ଭ କରି ଶିକ୍ଷାନୀତି ପର୍ଯ୍ୟନ୍ତ ପ୍ରତ୍ୟେକ ଖବର ଆମ ରାଜ୍ୟର ଭବିଷ୍ୟତ ଦିଗରେ ଏକ ପଦକ୍ଷେପ। ଆଗାମୀ ଦିନରେ ଏହିସବୁ ବିଷୟରେ ଅଧିକ ସ୍ପଷ୍ଟତା ମିଳିବ ଏବଂ ଆମେ ଦେଖିବା କିପରି ଏହି ନିଷ୍ପତ୍ତିଗୁଡ଼ିକ ଓଡ଼ିଶାବାସୀଙ୍କ ଜୀବନରେ